ଭାଇ ଥଣ୍ଡା ଗୋଟେ ଆଣ। ହଉ କିସ ଥଣ୍ଡା ନବା? ସେଇ ଥମ୍ସଅପ୍ ଟା ଆଣ। ଏଇ ନେ 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 ନଉନୁ। ରିପନ ଶୁଣ ଶୁଣ ହଁ ଏଇଠିକି ଆ। ହେ ମୁଁ ଯିବିନି। ଆସୁନୁ। ହେ ଘୁଞ୍ଚା ତୁ ସବୁ ଆଗ ଦେଖୁଛୁ ନା ବସ୍। ହେସ୍ ରାକେଶ ଏଇ ନେ ଥଣ୍ଡା ପି। ସିଏ ବି ଥଣ୍ଡା ପିଲାଣି। କେନେ ବି ସେ ଚୁରଚାର କେନେ ହଉଛୁ? ନେ ପି। ନା ନା ତୁ ଯା। ବେଶୀ ନଖରା ଦେଖୁଛୁ କି? ପି। ମନା କରନି ନା। ନ ପି ମୁଁ ମୋର ପିଉଛି। ନେ ସବୁ ପି ଦେ ତୁ। ମୁଁ ଦେଖୁଛୁ ତୋର ସବୁ କଥାର ରାଗ ହଁ ନା? ହଉ ତମେ ମାନେ ବସ ମୁଁ ବୋତଲଟା ରଖି ଆସେ। ଯା ରଖିକି ଆ। ଭାଇ ତୁ କେମିତି ଛୁଆ ସାଙ୍ଗରେ ମିଶୁଏ? କେନେ ଜାଣିଛୁ ସେ କେ ଜାତିର ଲୋକ? ସିଏ କେ ଜାତିର, ତୁ କେ ଜାତିର, ମୁଁ କେ ଜାତିର। ତା ଏଇଟା ପୁଣି ମତେ ଖାଇଦେଇ ଦଉଛୁ। ସେମିତି ହେଲେ ତୋ ସହିତ ମୁଁ ମିଶିବିନି। ତୁ ଯାହା ସହିତ ମିଶୁଛୁ ମିଶ। ଭାଇ ଶୁଣ, ଜାତି କଥା କଣ ଦେଖଉଛୁ? ଯଦି ସେ ସେମିତି ହେଇଥାନ୍ତା ତାହେଲେ ଆମ ଅଇଁଟା କେବେ ନେଇନଥାନ୍ତା। ଆଉ ଆମେ ଯୋଉ କୋଲ୍ଡ୍ରିଙ୍କ୍ ଟା ମଜାରେ ପିଇ ଦେଇ ପଳେଇ ଆସିଲେ ସେଟା କୋଉ ଜାତିର ଲୋକ ବନେଇଛି ତୁ ଜାଣିଛୁ? ସେ ହିନ୍ଦୁ, ମୁସଲିମ କି ଖ୍ରୀଷ୍ଟିଆନ କିଏ ବନେଇଛି ତୁ କହିପାରିବୁ? କିନ୍ତୁ ତୁ ମଜାରେ ପିଇଦେଲୁ। ଇଏ ପିଇଦେଲାକୁ କଣ ନା ଜାତି। ଆଉ ହଁ, ଭଗବାନ ନ କରନ୍ତୁ କାଲି ତୋର ଯଦି କିଛି ହେଇଯାଏ, ବ୍ଲଡ ଯଦି ଦରକାର ହୁଏ, ବ୍ଲଡ ଗ୍ରୁପ ତୋ ସହିତ ଯଦି ମ୍ୟାଚ ନ କରେ, ତା ବ୍ଲଡ ଗ୍ରୁପ ତୋ ସହିତ ମ୍ୟାଚ କରେ, ତୁ କଣ ତାର ବ୍ଲଡ ନବୁନି? ହଉ ପାଟି କରନି, ସେ ଆସିଲାଣି, ସେ ଶୁଣିଲେ ଖରାପ ଭାବିବ। ଜାତି ଧର୍ମ ଦେଖନି, ମଣିଷ ପଣିଆ ଦେଖ। ଯୋଉଠି ଜଗତର ନାଥ ଜଗନ୍ନାଥ ସାଲବେଗଙ୍କ ପାଇଁ ନିଜ ରଥକୁ ଅଟକେଇ ଦେଇ ପାରୁଛନ୍ତି, ଆଉ ଦାସିଆ ପାଖରୁ ନଡିଆ ନେଇକି ପୂଜା ପାଉଛନ୍ତି, ଯୋଉଠି ଭଗବାନ ଦେଖୁନାହାନ୍ତି ଜାତି ଧର୍ମ, ଆମେ ଅବା ତୁଚ୍ଛ ମଣିଷ କିଏ? ସେଇଥିପାଇଁ କୁହାଯାଇଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ମଣିଷ ହେଲେ ଏକ।